କୁଶବଟୁ କାହିଁକି ପୂଜା ପାଆନ୍ତି? କୁଶବଟୁ କହିଲେ କୁଶ ଗଛରୁ ବଟୁ ତିଆରି କରାଯାଏ। ସେହି ବଟୁ ବ୍ରାହ୍ମଣମାନେ ପୂଜାପାଠ କରୁଥିବା ସମୟରେ ଯଜମାନ ହସ୍ତରେ ଡାହାଣ ହସ୍ତରେ ଅନାମିକା ଆଙ୍ଗୁଳିରେ ପିନ୍ଧାଇଥାନ୍ତି। ପ୍ରତ୍ୟେକ ପୂଜା ପର୍ବଣୀରେ କୁଶବଟୁ ଆବଶ୍ୟକ ହୁଏ। ବିବାହ ବ୍ରତ ଠାରୁ ଆରମ୍ଭ କରି ଯେତେ ଦୁର୍ଗା ପୂଜା, କାଳୀ ପୂଜା, ଲକ୍ଷ୍ମୀ ପୂଜା, ଯେତେ ପୂଜା ଅର୍ଚ୍ଚନା ସବୁ ହୁଏ, ସବୁ କ୍ଷେତ୍ରରେ ଏହି କୁଶବଟୁ ଆବଶ୍ୟକ ହୋଇଥାଏ। କୁଶ ଗଛ ହେଉଛନ୍ତି ପବିତ୍ର। ଆପଣମାନେ ଜାଣିଥିବେ ତ୍ରେତୟା ଯୁଗର କଥା, ଯେତେବେଳେ ରାମ, ଲକ୍ଷ୍ମଣ, ସୀତା ତିନି ଜଣ ପଞ୍ଚବଟୀ ବନରେ ପତ୍ର କୁଡ଼ିଆ ନିର୍ମାଣ କରି ବାସ କରିଥିଲେ, ସେହି କୁଶ ଗଛରେ କୁଡ଼ିଆ ନିର୍ମାଣ କରିଥିଲେ। ତେଣୁ ସେହି କୁଶ କାହିଁକି ପବିତ୍ର, କୁଶ ଗଛକୁ କାହିଁକି ପୂଜା କରାଯାଏ, ଏ ସମ୍ପର୍କରେ ଆସନ୍ତୁ ମୋର ଓଡ଼ିଶାର ସମସ୍ତ ବିଦ୍ୱାନ ବର୍ଗ ମାନେ ଏହି ଭିଡ଼ିଓଟିକୁ ଶ୍ରବଣ କରିବା। ଆପଣମାନେ ଜାଣିଥିବେ ଜନକ ଋଷିଙ୍କର ଝିଅ ଜାନକୀ, ସତୀ ଶିରୋମଣି ସୀତା ସେଦିନ ବାଲ୍ମୀକି ଋଷିଙ୍କ ଆଶ୍ରମରେ ଥିଲେ। ମର୍ଯ୍ୟାଦା ପୁରୁଷ ପ୍ରଭୁ ରାମ ତାଙ୍କୁ ନିର୍ବାସନ ବନବାସ ଦେଇଥିଲେ। ବାଲ୍ମୀକି ଋଷିଙ୍କ ଆଶ୍ରମରେ ଥିବା ସମୟରେ ସୀତାଙ୍କର ଲବକୁଶ ନାମରେ ଯୋଡ଼ିଏ ପୁତ୍ର ଜନ୍ମ ଲାଭ କରିଥିଲେ। ସେହି ଆଶ୍ରମରେ ସେହି ଲବକୁଶ ଦୁଇ ଭାଇ ସେ ଆଶ୍ରମରେ ବଢ଼ୁଥାନ୍ତି। କ୍ରମାଗତ ଭାବରେ ଦିନକୁ ଦିନ ସେ ବଢ଼ୁଥାନ୍ତି। ଦିନକର କଥା, ପୃଥିବୀ ଝିଅ ପାର୍ଥିବୀ ଯିଏ ହେଉଛନ୍ତି ପରମା ସୁନ୍ଦରୀ ମା ସୀତା, ସେଦିନ ସରଜୁ ନଦୀକୁ ସ୍ନାନ କରିବା ପାଇଁ ଯାଇଛନ୍ତି। ଆଶ୍ରମରେ ଲବକୁଶ ଦୁଇ ଭାଇ ଖେଳ ଖେଳୁଥାନ୍ତି। ଏହି ସମୟରେ ତ୍ରିଜଟା ସୁନ୍ଦରୀ ଯିଏ ହେଉଛନ୍ତି ବିଭୀଷଣଙ୍କର ଝିଅ, ସେ ବୁଲୁ ବୁଲୁ ବାଲ୍ମୀକି ଋଷି ଆଶ୍ରମରେ ଉପସ୍ଥିତ ହେଲେ। ଦେଖିଲେ ଯେ ଯୋଡ଼ିଏ ପିଲା ଖେଳୁଛନ୍ତି, ସୁନ୍ଦର ପିଲା ଯୋଡ଼ିଏ, ଡଉଲ ଡାଉଲ ଚେହେରା, ତାଙ୍କର ରୂପକୁ କୋଟିଏ କନ୍ଦର୍ପ ସରି ହେବ ନାହିଁ। ତେଣୁ ଏହି ପିଲା ଦୁଇଟିକୁ ଦେଖି ତ୍ରିଜଟା ସୁନ୍ଦରୀ ଲୋଭ କଲା। ଲୋଭ ଠାରୁ କୁଶ ଟିକେ ଦେଖିବାକୁ ଅତ୍ୟଧିକ ସୁନ୍ଦର। ତେଣୁ ସେ ଚିନ୍ତା କଲା, ଏହି ଆଶ୍ରମରୁ ଏହି ପିଲାଟିକୁ ମୁଁ ନେଇ ଲଙ୍କାପୁରକୁ ପଳାଇ ଯିବି। ଏହା ଚିନ୍ତା କରି ତ୍ରିଜଟା କୁଶକୁ କୋଳକୁ ଆଣିଲା। ତାର ଗଣ୍ଡ ଦେଶରେ ଚୁମ୍ବନଟିଏ ଆଙ୍କିଦେଲା, ଶାଢ଼ୀ ପଣତ କାନିରେ ତାକୁ ଝାଡ଼ି ଝୁଡ଼ା ପକେଇଲା। ତାପରେ ତ୍ରିଜଟା ସେଇ କୁଶକୁ ଧରିକି ଲଙ୍କାପୁରକୁ ପଳାୟନ କଲା। ଏକଥାକୁ ଜାଣିଲେ ବାଲ୍ମୀକି ଋଷି, କାରଣ ସେ ହେଉଛନ୍ତି ତ ସର୍ବଜ୍ଞ, ସମସ୍ତ କଥା ଜାଣିପାରନ୍ତି। ବାଲ୍ମୀକି ଚିନ୍ତା କଲେ, ମୋ ମା ସୀତା ସ୍ନାନ କରିବା ପାଇଁ ଯାଇଛନ୍ତି। ସିଏ ଯେତେବେଳେ ସ୍ନାନରୁ ଫେରିବେ, ଦେଖିବେ ଯେ ଏକିଟିଆ ଲବ ଅଛନ୍ତି, କୁଶ ନାହାନ୍ତି। ତେଣୁ ମୁଣ୍ଡ ପିଟିକି ସିଏ କାନ୍ଦିବେ। ମାଙ୍କର ଲୁହକୁ ମୁଁ କେବେ ସହ୍ୟ କରିପାରିବି ନାହିଁ। ଏହା ଚିନ୍ତା କରି ବାଲ୍ମୀକି ଋଷି ଗୋଟେ କୁଶ ଗଛ ଆଜ୍ଞା ଉପାଡ଼ି ଆଣିଲେ। ସେଇ କୁଶ ଗଛକୁ ମନ୍ତ୍ରପୁତ କରି କମଣ୍ଡଳୁ ଜଳ ଛିଞ୍ଚି ପୁତ୍ରଟିଏ ସୃଷ୍ଟି କଲେ ଏବଂ କୁଶ ଗଛରୁ ଜନ୍ମ ହେଇଥିବା ସତ୍ତ୍ୱେ ତା ନାମ କୁଶ ବୋଲି ଦେଲେ। ତେଣୁ କୁଶ ଗଛରୁ ଯେଉଁ ପିଲା ସୃଷ୍ଟି ହେଇଥିଲା, ସେହି ପିଲା ସହିତ ଲବ ଖେଳୁଛନ୍ତି। ଦୁଇ ଭାଇ ଆଶ୍ରମରେ ଖେଳୁଛନ୍ତି। ଇଆଡ଼େ ତ୍ରିଜଟା ସୁନ୍ଦରୀ ରାମଙ୍କର ପୁଅ କୁଶକୁ ନେଇ ତାଙ୍କ ବାପା ବିଭୀଷଣଙ୍କ ପାଖରେ ଉପସ୍ଥିତ ହେଲେ। ବିଭୀଷଣ ଦେଖି ପକେଇଲେ, ତ୍ରିଜଟା ଗୋଟିଏ ସୁନ୍ଦର ପିଲାଟିଏ କୋଳରେ ଧରିଛନ୍ତି। ବିଭୀଷଣ କହିଲେ, ମାରେ ତୁ ତ ବାହା ହେଇନାହୁଁ, ଆଜି ପର୍ଯ୍ୟନ୍ତ ଅବିବାହିତ ଅଛୁ। ଏଇ ପିଲାକୁ କୋଳ ଧରିକି ବୁଲିଲେ ଲଙ୍କାପୁରର ପ୍ରଜାମାନେ କ'ଣ କହିବେ? ଲୋକଲଜ୍ଜା ହେବ, ଲୋକମାନେ ନିନ୍ଦା କରିବେ। ତେଣୁ ଯେଉଁ ସ୍ଥାନରୁ ଏ ପିଲାକୁ ଆଣିଥିଲୁ ସେହି ସ୍ଥାନରେ ନେଇ ଛାଡ଼ି ଦେଇ ଆ। ଯେତେବେଳେ ବିଭୀଷଣ ଏକଥାକୁ କହିଲେ, ତ୍ରିଜଟା ପୁନର୍ବାର ସେହି ଶିଶୁକୁ କୋଳରେ ଧରି ବାଲ୍ମୀକି ଋଷିଙ୍କ ଆଶ୍ରମରେ ଛାଡ଼ିଦେଲେ। ବାଲ୍ମୀକି ଋଷିଙ୍କ ଆଶ୍ରମରେ ଜଣେ ଲବ, ଦୁଇ ଜଣ କୁଶ, ତେଣୁ ତିନୋଟି ପିଲା ଖେଳୁଛନ୍ତି। ଏହି ସମୟରେ ରାମଙ୍କର ଘରଣୀ ସୀତା ଠାକୁରାଣୀ ସ୍ନାନରୁ ଆଜ୍ଞା ଫେରିଲେ।
देखला बेले को 3 जन पिला आश्रम रे खेलुछंती। सीता आश्चर्य हो गले, कहला अरे ये कौन? लव कुसुमर 2 पुओ तो आश्रम रे थिले, आउ गोटे पुओ आसिला कुआडू? यह चिंता करी सीता भाविले प्रकृत रे मो पुओ किए? जुड़िए कुश समान देखा जाउछंती, केही कहारी की कम बेसी नुहंती, तबे प्रकृत रे मो पुओ कुश किए यह जानिबी मु किपरि? संदेह जात हैला मा सीतांकर। तेणु कुशरु जो पिला सृष्टि हेइथिला सेही पिला को प्रथमे सीता पचारिले, कहले बाबू रे तम बापा किए? तम मा ना कौन रे? कुशरु जन्म हेइथिबा पिलाटी सीतांक कथारे आउ कौनसी प्रत्युत्तर देले नाही, कारण से तो जानी नाहंती ना, से कुआडू कहिबे। तापरे रामंकर पुओ जे प्रकृत रे कुश ताको पचारिले सीता, कहले बाबू रे तम बापा ना कौन रे? तम मा ना कौन रे? सीतांक ठारू ए कथा को सुनी कुश कहिला मो बापा हेउछंती अयोध्यार राजा, तांको नाम होउछि राम, मो मां को नाम हेउछि सीता, मो जेजे बापा को नाम हेउछि दशरथ, मोर जेजे मां को नाम हेउछि कौशल्या। ए कथा को जते बेले सीता सुनी पकाइले तांकर हृदय जो संदेह थिला से दूरीभूत हो गला। से चिंता कले यही हेउछंती प्रकृतर मो पुओ, एई कुश हेउछंती प्रकृतरे मो पुओ। यह चिंता करी कुश को आगे कोल को टाणी आणले, कोलरे ताकू धरिले, गंड देशर चुंबन टी आंकी देले, देहरे जो धूली लागिथिला ताकू झाड़ी देले, लव को मध्य पाखकू घेनी आसिले। तेणु लव कुश जेतेबेले सीतांक पाखरे रहिले एक कथा को देखी कुशरु जन्म हेइथिबा पुओ चिंता कला, कहला अरे अयोध्या तांको बाप हेउछंती राम, लव कुश दिने ना दिने अयोध्या को जिबे, सेठारे राजा हेबे, सम्मान पाइबे, तेबे मु कोन करिबी? यह चिंता करी कुशरु जो पिला सृष्टि हेइथिला, वाल्मीकि ऋषि जो कुश नामरे पिलाटीए जन्म देइथिले, सेही पिला आज कांदिबा को लागिला, मुंड बाड़ाई की कांदिला, धार धार हेई नयनरु तार अश्रुपात हैला। कुशर क्रंदन ध्वनि को शुणी सेदिन वैकुंठपुरु शंख चक्र गदा पद्मधारी भगवान नारायण सह्य करि पारिले नाही। तत्क्षणात वाल्मीकि ऋषि आश्रम रे पहुंचिले। नारायण कहिले रे कुश तबे काहेकि कांदुछ? कुश कहिले प्रभु ये तो लव कुश 2 भाई, से अयोध्या को जिबे, सम्मान पाइबे, तेबे मु वर्तमान कौन करिबी? मु होछि निरुपाय। एक कथा को सुनी नारायण कहिले कुश तमे चिंता करनी, जो भली अयोध्या रे लव कुश पूजा पाइबे सेही भली तमे सारा विश्व रे तमे पूजा पाइबो। कुशबटु समस्ते धारण करिवे, प्रत्येक पूजा पर्वाणी रे कुशबटु समस्तंक हाथ रे रहिबो, कुश गछ सबु स्थान रे पूजा पाइबो, तमे चिंता करो नाही। यही वर नारायण कुश को देइथिले। तेणु कुश गछ हेउछंती पवित्र, प्रत्येक देवादेवी पूजारे समस्ते कुशबटु मंत्रपुत करी धारण करती, से सबु स्थान रे पूजा पाती। आपण मानकु मोर एतिकी अनुरोध, आपण जेतेबेले ठाकुर पूजा करूछंती कुशासन रे बसी ठाकुर पूजा करंतु, जेतेबेले पुराण शास्त्र पढ़ुछंती कुश आसन रे पढ़ंतु, कारण कुश आसन होची सबुठारु पवित्र, घास गछ कुश हेउची पवित्र। एक कथा को मने रखिबे आज्ञा, भूलिबे नाही। तेणु सेदिन नारायण कुश गछ को बर देई थिबारु कुश बटु सबु बेले पाई पूजा पाउ थांती। हो आज्ञा आजि पाई रहिली, आशा करे परवर्ती अध्याय रे आपनक सहित साक्षात हेबो। रहिली, जय श्री राम जी।